ମୋ ନାଟକର ଏକ ସଂଳାପ ଏବଂ ଦୃଶ୍ୟ। ମୁଁ ଚାଲିଥାଏ ଏକା ଏକା ସମୁଦ୍ର କୂଳରେ। ବହୁତ ରାତି ହେଇଗଲାଣି। ଗୋଟିଏ ଝିଅ ଛୁଆଟେ ତା ଡ୍ରେସ୍ ପିନ୍ଧିଛି। ଶୀତ ଦିନ, କୁହୁଡ଼ି ହେଇଥାଏ। ସେ ଖୁବ୍ ଜୋର ଥରୁଥାଏ। ବସିଥାଏ ସେ ଯେଉଁ ପକ୍କା ପିଣ୍ଡି ଉପରେ। ଆଉ କେହି ନଥାନ୍ତି। ମଦୁଆ ମାତାଲ ଗୁଡ଼ିକ ବୁଲୁଥାନ୍ତି। ସେ ଟାଇମ୍ରେ ମୋ ଆଖି ପଡ଼ିଗଲା। ମୁଁ ଘରକୁ ଫେରୁଥାଏ। ଯାହା ହଉ, ତାଙ୍କ ପାଖକୁ ଯାଇ ପଚାରିଲି, ଏଠି ଏମିତି ବସିଛ କାହିଁକି? ସେ କିଛି କହିଲେ ନାହିଁ। ମୁଁ କହିଲି, କୁହ କାହିଁକି ବସିଛ? ମୋର ଶୀତ ବସ୍ତ୍ରଟି ତାଙ୍କୁ ଦେଲି, ଘୋଡ଼େଇ ଦେଲି। ବସିଲେ, ମୁଁ ତାଙ୍କ ପାଖରେ ବସିକି ରହିଲି। ତାଙ୍କୁ ତାଙ୍କ ଠିକଣା ପଚାରି ବହୁତ ରାତି ହେଇଗଲାଣି। ତାଙ୍କୁ ନେଇକି ତାଙ୍କ ଘର ପାଖକୁ ଅଟୋ ରିଜର୍ଭ କରିକି ନେଇକି ଗଲି। ଯାଇ ପହଞ୍ଚିଲି। ତାଙ୍କ ଘର ଲୋକ, ସାହି ଲୋକ ସମସ୍ତେ ଭିଡ଼ି ଆସିଲେ। ତମେ ଏତେ ରାତିରେ ଏଇ ଯୁବତୀକୁ ନେଇକି କେଉଁଠି କ'ଣ କରୁଥିଲ? ତମେ ନିହାତି ଅଭଦ୍ର ଲୋକ। ତମକୁ ବାଛନ୍ଦ କରାଯିବ ଏ ଝିଅକୁ। ତାଙ୍କ ଘର ଲୋକ ବି କହିଲେ, ବାଛନ୍ଦ କରାଯିବ, ଆମେ ଘରୁ କାଢ଼ିଦେବୁ। ସାହି ଲୋକମାନେ ଭିଡ଼ି ଗଲେ, ହଁ କାଢ଼ିଦେବୁ, ନଚେତ୍ ତମେ ତାକୁ ବିବାହ କର। ମୋର ଉପାୟ କିଛି ନଥିଲା। ସେ ଝିଅଟିର ଜୀବନକୁ ରକ୍ଷା କରିବା ପାଇଁ ମୁଁ ତାକୁ ବିବାହ କଲି ବାଧ୍ୟ ହୋଇ। ତାପରେ ଯେତେବେଳେ ଆମ ଘରକୁ ନେଇକି ଆସିଲି, ମୋର ଗୋଟିଏ ସ୍ତ୍ରୀ ଆଉ 2 ଝିଅ, ମୋର ଝିଅ ଥାଆନ୍ତି, ଛୋଟିଆ ଛୋଟିଆ ଝିଅ। ସେମାନେ ମୋତେ ଗ୍ରହଣ କଲେ ନାହିଁ। ସେଇ ରାତିରେ ସେମାନେ ମୋତେ ଆଉ ଏ ନବବିବାହିତା ଝିଅକୁ ବିଦା କରିଦେଲେ। ମୁଁ ବହୁ କଷ୍ଟ କରି, ଜୀବନର ସଂଗ୍ରାମ କରି ଗୋଟିଏ ବ୍ୟବସାୟ କଲି ଆଉ ବଞ୍ଚିଲୁ। ଏଥିରେ ଭୁଲ ରହିଲା କେଉଁଠି? ମୁଁ କ'ଣ ଭୁଲ କରିଛି? ନା, ସେ ଝିଅ ଭୁଲ କରିଛି? ଝିଅ ଭୁଲ କରିଛି ଟିକେ। ଘରୁ ରାଗିକି ପଳେଇ ଆସିଥିଲା। ସେ ଯାହା କହିଥିଲା ମୋତେ, ଏମିତି ରାତି ଅନ୍ଧାରରେ ରାଗିକି କେଉଁଠି ଝିଅ ଛୁଆମାନେ ବସନ୍ତୁ ନାହିଁ। ବୁଲା କୁକୁର ମାନେ ମଦ ପିଇ ବୁଲୁଛନ୍ତି, ଜୀବନ ନଷ୍ଟ ହେଇଯିବ। ମୋ ଜୀବନଟା ବେକାର ହେଇଗଲା। ମୋର ସଂସାର ଅଛି, କିନ୍ତୁ ଏଇ ପରିସ୍ଥିତି ହେଲା। ନିବେଦନ, ଏହିପରି ପରିସ୍ଥିତିରେ ଆପଣମାନେ କ'ଣ କରିବେ? ସୁଚିନ୍ତିତ ମତାମତ ଦେଇ ବାଛି କାର୍ଯ୍ୟ କରନ୍ତୁ। ଏ ହେଉଛି ଗୋଟେ ମୋ ନାଟକର ଦୃଶ୍ୟ।